ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ। ଆଜିର ପ୍ରଶ୍ନଟି ହେଉଛି ଶରୀରରେ ଦୁର୍ବଳତା ଦୂର କରି ଓଜନ ବଢ଼ାଇବା ପାଇଁ କ୍ଷୀର ସହିତ କ'ଣ ଖାଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ଖଜୁରୀ, ଅପସନ ବି କିସମିସ, ଅପସନ ସି ଲେମ୍ବୁ, ଅପସନ ଡି ତେନ୍ତୁଳି। ଦର୍ଶକ ବନ୍ଧୁ ଆପଣମାନଙ୍କ ପାଇଁ 5 ସେକେଣ୍ଡ ଟାଇମ ଦିଆଯାଉଛି। ଏହାର ଯଦି ଆପଣ ଉତ୍ତର ଜାଣିଥିବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଖଜୁରୀ, ଅପସନ ବି କିସମିସ। ଶରୀରରେ ଦୁର୍ବଳତା ଦୂର କରି ଓଜନ ବଢ଼ାଇବା ପାଇଁ ଏହି ଦୁଇଟି ଖାଦ୍ୟ ଖାଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, କିଡନୀକୁ ସଫା କରିବା ପାଇଁ କେଉଁ ପତ୍ର ସିଝାଇ ପାଣି ପିଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ତୁଳସୀ ପତ୍ର, ଅପସନ ବି ଧନିଆ ପତ୍ର, ଅପସନ ସି ପୋଦିନା ପତ୍ର, ଅପସନ ଡି ନିମ୍ବ ପତ୍ର। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଧନିଆ ପତ୍ର। କିଡନୀକୁ ସଫା କରିବା ପାଇଁ ଧନିଆ ପତ୍ର ସିଝାଇ ପାଣି ପିଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଅଣ୍ଟା ବା ମେରୁଦଣ୍ଡ ମଜବୁତ କରିବା ପାଇଁ ଖାଦ୍ୟରେ କାହାର ମାତ୍ରା ବଢ଼ାଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ଲୁଣ, ଅପସନ ବି ଚିନି, ଅପସନ ସି ତେଲ, ଅପସନ ଡି କ୍ୟାଲସିୟମ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି କ୍ୟାଲସିୟମ। ଅଣ୍ଟା ବା ମେରୁଦଣ୍ଡ ମଜବୁତ କରିବା ପାଇଁ କ୍ୟାଲସିୟମ ଅଧିକ ମାତ୍ରାରେ ବଢ଼ାଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, କାମଳ ରୋଗ ବା ଜଣ୍ଡିସ ରୋଗରେ ସବୁଠାରୁ ଶୀଘ୍ର ଆରୋଗ୍ୟ କିଏ ଦେଇଥାଏ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ କ୍ଷୀର, ଅପସନ ବି ଚାହା, ଅପସନ ସି ଆଖୁ ରସ, ଅପସନ ଡି କୋଲ୍ଡ ଡ୍ରିଙ୍କସ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଆଖୁ ରସ। କାମଳ ରୋଗ ବା ଜଣ୍ଡିସ ରୋଗରେ ସବୁଠାରୁ ଆରୋଗ୍ୟ ଆଖୁ ରସ ଦେଇଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଅମ୍ଳପିତ୍ତ ବା ଏସିଡିଟି ଦୂର କରିବା ପାଇଁ ପାନମଧୁରୀ ସହିତ କ'ଣ ଚୋବାଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ମିଶ୍ରି, ଅପସନ ବି ଗୁଡ଼, ଅପସନ ସି ଲୁଣ, ଅପସନ ଡି ଲବଙ୍ଗ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମିଶ୍ରି। ଅମ୍ଳପିତ୍ତ ବା ଏସିଡିଟି ଦୂର କରିବା ପାଇଁ ପାନମଧୁରୀ ସହିତ ମିଶ୍ରି ଖାଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଗର୍ଭବତୀ ମହିଳାମାନଙ୍କ ପାଇଁ ଫୋଲିକ ଏସିଡ ଯୋଗାଇବାକୁ କ'ଣ ଖାଇବା ଜରୁରୀ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ଆଇସ୍କ୍ରିମ, ଅପସନ ବି ସବୁଜ ପନିପରିବା, ଅପସନ ସି ଶାଗ, ଅପସନ ଡି ଫାଷ୍ଟଫୁଡ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସବୁଜ ପନିପରିବା, ଅପସନ ସି ଶାଗ। ଗର୍ଭବତୀ ମହିଳାମାନଙ୍କ ପାଇଁ ଫୋଲିକ ଏସିଡ ଯୋଗାଇବାକୁ ଏହି ଦୁଇଟି ଖାଦ୍ୟ ଖାଇବା ଜରୁରୀ। ଆଜିର ପରବର୍ତ୍ତୀ ପ୍ରଶ୍ନ, ମଧୁମେହ ରୋଗୀଙ୍କ ପାଇଁ ଇନ୍ସୁଲିନ ବଢ଼ାଇବାକୁ କେଉଁ ପରିବା ଖାଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ କଲରା, ଅପସନ ବି ଆଳୁ, ଅପସନ ସି କଦଳୀ, ଅପସନ ଡି ମୂଳା। ସମୟଟି ଆରମ୍ଭ ହେଉଛି ଏବେଠୁ।
ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତର ଦେଖିବା ଆଗରୁ ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ। ଜଗନ୍ନାଥଙ୍କର ଭକ୍ତ ଥିଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ କଲରା। ମଧୁମେହ ରୋଗୀଙ୍କ ପାଇଁ ଇନ୍ସୁଲିନ୍ ବଢାଇବାକୁ କଲରା ପରିବା ଖାଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, କାନ ବିନ୍ଧା ହେଉଥିଲେ କେଉଁ ରସ 2 ବୁନ୍ଦା ପକାଇଲେ ଆରାମ ମିଳିଥାଏ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ପିଆଜ ରସ, ଅପସନ ବି ଲେମ୍ବୁ ରସ, ଅପସନ ସି କାକୁଡି ରସ, ଅପସନ ଡି ମୂଳା ରସ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ପିଆଜ ରସ। କାନ ବିନ୍ଧା ହେଉଥିଲେ ପିଆଜ ରସ 2 ବୁନ୍ଦା ପକାଇଲେ ଆରାମ ମିଳିଥାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ, ପେଟ ଯନ୍ତ୍ରଣା ହେଉଥିଲେ ବା ମୋଡି ହେଉଥିଲେ ଉଷୁମ ପାଣି ସହ କଣ ଖାଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ଜିରା, ଅପସନ ବି ଜୁଆଣି, ଅପସନ ସି ବିଟ୍ ଲୁଣ, ଅପସନ ଡି ମେଥି। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଜୁଆଣି, ଅପସନ ସି ବିଟ୍ ଲୁଣ। ପେଟ ଯନ୍ତ୍ରଣା ହେଉଥିଲେ ବା ମୋଡି ହେଉଥିଲେ ଉଷୁମ ପାଣି ସହିତ ଜୁଆଣି ଓ ବିଟ୍ ଲୁଣ ପକାଇ ଖାଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଆଣ୍ଠୁଗଣ୍ଠି ବ୍ୟଥା କମାଇବା ପାଇଁ ସୋରିଷ ତେଲରେ କଣ ପକାଇ ଫୁଟାଇ ମାଲିସ କରିବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ରସୁଣ, ଅପସନ ବି ଅଦା, ଅପସନ ସି ଲବଙ୍ଗ, ଅପସନ ଡି ପିଆଜ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ରସୁଣ, ଅପସନ ବି ଅଦା। ଆଣ୍ଠୁଗଣ୍ଠି ବ୍ୟଥା କମାଇବା ପାଇଁ ସୋରିଷ ତେଲରେ ରସୁଣ ଓ ଅଦା ପକାଇ ଫୁଟାଇ ମାଲିସ କରିବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଏଲାର୍ଜି ଓ କୁଣ୍ଡିଆ ଦୂର କରିବା ପାଇଁ କେଉଁ ପତ୍ର ବାଟି ଲଗାଇବା ଉଚିତ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ନିମ୍ବ ପତ୍ର, ଅପସନ ବି କଞ୍ଚା ହଳଦୀ, ଅପସନ ସି ଧନିଆ ପତ୍ର, ଅପସନ ଡି ଆମ୍ବ ପତ୍ର। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ନିମ୍ବ ପତ୍ର, ଅପସନ ବି କଞ୍ଚା ହଳଦୀ। ଏଲାର୍ଜି ଓ କୁଣ୍ଡିଆ ଦୂର କରିବା ପାଇଁ ଏହି ଦୁଇଟି ଜିନିଷ ବାଟି ଲଗାଇବା ଉଚିତ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଡେଙ୍ଗୁ ଜ୍ୱରରେ ରକ୍ତ କଣିକା କମିଗଲେ କିଏ ସଞ୍ଜୀବନୀର କାମ କରେ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ କଦଳୀ ପତ୍ରର ରସ, ଅପସନ ବି ପିଜୁଳି ପତ୍ରର ରସ, ଅପସନ ସି ଅମୃତଭଣ୍ଡା ପତ୍ରର ରସ, ଅପସନ ଡି ଆମ୍ବ ପତ୍ରର ରସ। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଅମୃତଭଣ୍ଡା ପତ୍ରର ରସ। ଡେଙ୍ଗୁ ଜ୍ୱରରେ ରକ୍ତ କଣିକା କମିଗଲେ ଅମୃତଭଣ୍ଡା ପତ୍ରର ରସ ସଞ୍ଜୀବନୀର କାମ କରେ। ଆଜିର ପରବର୍ତ୍ତୀ ପ୍ରଶ୍ନ, ଶୁଖିଲା କାଶ ଦୂର କରିବା ପାଇଁ ପାଟିରେ କେଉଁ ଚେର ରଖି ଚୁଚିମିବା ଭଲ? ଦର୍ଶକ ବନ୍ଧୁ ଅପସନ ଗୁଡ଼ିକ ହେଉଛି ଅପସନ ଏ ଶତାବରୀ ଚେର, ଅପସନ ବି ସର୍ପଗନ୍ଧା ଚେର, ଅପସନ ସି ଯଷ୍ଟିମଧୁ ଚେର, ଅପସନ ଡି ଅଶ୍ୱଗନ୍ଧା ଚେର। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଯଷ୍ଟିମଧୁ ଚେର।
ଶୁଖିଲା କାଶ ଦୂର କରିବା ପାଇଁ ପାଟିରେ ଯଷ୍ଟିମଧୁ ଚେର ଚୁଚିମିବା ଭଲ। ଆଜିର ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ର ଚୋବାଇଲେ ପାଟିରୁ ଦୁର୍ଗନ୍ଧ ଦୂର ହୋଇଥାଏ? ଦର୍ଶକ ବନ୍ଧୁ, ଅପସନ ଗୁଡ଼ିକ ହେଉଛି ଅପସନ ଏ ଆମ୍ବ ପତ୍ର, ଅପସନ ବି ନିମ୍ବ ପତ୍ର, ଅପସନ ସି ପଣସ ପତ୍ର, ଅପସନ ଡି ପୋଦିନା ପତ୍ର। ସମୟଟି ଆରମ୍ଭ ହେଉଛି ଏବେଠୁ। ଦର୍ଶକ ବନ୍ଧୁ, ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତର ଦେଖିବା ଆଗରୁ ଭିଡ଼ିଓଟିକୁ ଲାଇକ୍ କରି ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଡି ପୋଦିନା ପତ୍ର। ପୋଦିନା ପତ୍ର ଚୋବାଇଲେ ପାଟିରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଜୟ ଜଗନ୍ନାଥ।